ଓଡ଼ିଆ ମାଇଣ୍ଡ ମ୍ୟାଜିକ୍ ଓଡ଼ିଆ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ପ୍ରକୃତରେ ଏଠି ସମସ୍ୟା କ'ଣ ରହୁଛି? କାହିଁକି ସମସ୍ତେ ନିଜର ସ୍ୱପ୍ନକୁ ପୂର୍ଣ୍ଣ କରିପାରୁନାହାନ୍ତି କିମ୍ବା କାହିଁକି ସମସ୍ତେ ଭଲ ଇନକମ୍ କରିପାରୁନାହାନ୍ତି? ଆମ ପାଖରେ 3 ଜଣ ଦେବୀ ଅଛନ୍ତି, ସରସ୍ୱତୀ, ଲକ୍ଷ୍ମୀ ଓ ଦୁର୍ଗା। ଭାରତ ଦେଶରେ ଆମେ ଏହି 3 ଦେବୀଙ୍କୁ ଓ ଅନେକ ଅନ୍ୟ ଦେବାଦେବୀଙ୍କୁ ପୂଜା କରୁଛୁ। ମୁଁ ଆପଣଙ୍କୁ ପଚାରିବି, ଧନର ଦେବୀ କିଏ? ଆପଣ କହିବେ ଲକ୍ଷ୍ମୀ। ବିଦ୍ୟାର ଦେବୀ କିଏ ବା ବୁଦ୍ଧିର ଦେବୀ କିଏ? ଆପଣ କହିବେ ସରସ୍ୱତୀ। ଶକ୍ତିର ଦେବୀ କିଏ କହିଲେ? ଆପଣ କହିବେ ଦୁର୍ଗା। ଏବେ ମୋତେ କୁହନ୍ତୁ, ସମଗ୍ର ବିଶ୍ୱରେ 98% ଲୋକ କାହା ପଛରେ ଦୌଡୁଛନ୍ତି? କୁହନ୍ତୁ, ଲକ୍ଷ୍ମୀଙ୍କ ପଛରେ। ଧନ ପାଇଁ, ସମ୍ପତ୍ତି ପାଇଁ, ଆୟ ସହିତ ଆରମ୍ଭ କରିଛନ୍ତି। ଧନ ମିଳିଯାଉ, ଲକ୍ଷ୍ମୀ ମିଳିଯାଉ। ପଇସା ଆସିବ, ଲକ୍ଷ୍ମୀ ଆସିବେ। କମ୍ଫର୍ଟ ଆସିବ, ଲକ୍ସରୀରେ ରହିବେ। ବଡ଼ କାର୍, ବଡ଼ ଘର, ବଡ଼ ଫ୍ଲାଟ୍, ଆଲିଶାନ ବଙ୍ଗଳା, 3 ମନ୍ଦିର ବଙ୍ଗଳା, ଏଠାରେ ସ୍ୱୟଂ ନିଜସ୍ୱ କୋର୍ଟ, ପ୍ରାଇଭେଟ୍ ଗାର୍ଡେନ୍, ପ୍ରାଇଭେଟ୍ ହେଲିକପ୍ଟର, ପ୍ରାଇଭେଟ୍ ଜେଟ୍ ଏସବୁ ଚାହିଁଛନ୍ତି। ଲକ୍ଷ୍ମୀ ପଛରେ ଦୌଡ଼ିବା ଭଲ କଥା, କିନ୍ତୁ ମୋତେ ଏହି କଥା କୁହନ୍ତୁ, ଲକ୍ଷ୍ମୀ କାହା ପାଖରେ ଅଧିକ ଆସନ୍ତି? ଯେଉଁମାନଙ୍କର ବୁଦ୍ଧି ବେଶୀ ପ୍ରଭାବଶାଳୀ, ଯେଉଁମାନଙ୍କର ଜ୍ଞାନ ଶକ୍ତିଶାଳୀ ଏବଂ ସେମାନଙ୍କର କୌଶଳ ମଧ୍ୟ ଶକ୍ତିଶାଳୀ। ସେମାନେ ପ୍ରତ୍ୟେକ ସମୟ ଭାବିଚିନ୍ତି ଖର୍ଚ୍ଚ କରନ୍ତି। ଯେଉଁମାନଙ୍କ ପାଖରେ ନୀତିମୟ ଯୋଜନା ବୁଦ୍ଧି ଅଛି, ତାଙ୍କ ପ୍ରତ୍ୟେକ ଦିନର ପ୍ଲାନିଂ ଅଛି। ତାଙ୍କର ଅଭ୍ୟାସ ଦୃଢ଼ ଓ ପ୍ରଭାବଶାଳୀ। ଯଦି ମୁଁ ସଂକ୍ଷେପରେ କହିବି, ଯେଉଁମାନେ ନଲେଜ ମାନେ ଜ୍ଞାନ, ଆଟିଟ୍ୟୁଡ ମାନେ ମନୋଭାବ, ସ୍କିଲ୍ ମାନେ କୌଶଳ, ଷ୍ଟ୍ରାଟେଜି ମାନେ ଯୋଜନା ଏବଂ ହାବିଟ୍ ଅର୍ଥ ଅଭ୍ୟାସ ସେ ଶକ୍ତିଶାଳୀ, ଲକ୍ଷ୍ମୀ ସେମାନଙ୍କୁ ଖୁସି ହୋଇ ଆସନ୍ତି। ମାନେ ଲକ୍ଷ୍ମୀ ସେମାନଙ୍କ ପାଖରେ ସବୁବେଳେ ରହନ୍ତି। ଏମିତି ଲୋକମାନଙ୍କ ଜୀବନ ବଡ଼ ଏବଂ ଅଦ୍ଭୁତ ହୁଏ, ଯେଉଁମାନେ ଉତ୍କୃଷ୍ଟ ମନୋଭାବ ଓ ଅଦ୍ଭୁତ କୌଶଳ ଥିବା ସହ ବେଶୀ ଦୃଢ଼ ଅଭ୍ୟାସ ରଖନ୍ତି। ସେମାନଙ୍କ ପାଖରେ ଲକ୍ଷ୍ମୀ ଆସନ୍ତି। ଯଦି ଆପଣଙ୍କର ବିଶାଳ ଜ୍ଞାନ ଓ ରାଜନୀତିର ଅଭିଜ୍ଞତା ରହିଥାଏ, ଯଦି ଆପଣଙ୍କର ଯୋଜନା ଓ କୌଶଳ ରହିଥାଏ, ତେବେ ଆପଣ ସଫଳ ହେବେ। ଦେଖନ୍ତୁ କେମିତି ଆମର ପ୍ରଧାନମନ୍ତ୍ରୀ ଏହି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପୋଜିସନରେ ଅଛନ୍ତି। କାରଣ ତାଙ୍କ ପାଖରେ ଅଛି ଜ୍ଞାନ, ନିଷ୍ପତ୍ତି ନେବାର ଶକ୍ତି, ଦୃଢ଼ ମନୋଭାବ, ଜ୍ଞାନ ଓ ଦକ୍ଷତା। ଦକ୍ଷତାଟା କେଉଁଠି ଆସିଛି? ବକ୍ତୃତା ଶିଳ୍ପରେ, ନେତୃତ୍ୱ ଶିଳ୍ପରେ। ଯେଉଁଠାରେ ଯେଉଁ ଲୋକଙ୍କ ଦକ୍ଷତା ଶକ୍ତିଶାଳୀ ହୁଏ, ସେମାନେ ସେତେ ଶକ୍ତିଶାଳୀ ହୁଅନ୍ତି ଏବଂ ତାଙ୍କ ପାଖରେ ଅଧିକ ଧନ ଆସେ। ମୁଁ ପଚାରେ, ସବୁଠୁ ପ୍ରଥମେ କ'ଣ ଆସିବ, ପଇସା କି ବୁଦ୍ଧି? ଭଲ ଭାବେ ଭାବନ୍ତୁ। ଅନେକ ଲୋକ କହିବେ, ମୋତେ ଏମିତି କିଛି କୁହନ୍ତୁ ଯାହାଦ୍ୱାରା ମୁଁ ଆସନ୍ତାକାଲି ଠାରୁ ବଡ଼ ବ୍ୟବସାୟ କରିବି ଏବଂ ଗୋଟେ ଭଲ ବ୍ୟବସାୟୀ ହୋଇଯିବି। କିନ୍ତୁ ବଡ଼ ବ୍ୟବସାୟ ହେବା ପାଇଁ ଆପଣଙ୍କୁ ବଡ଼ ନେତୃତ୍ୱ ଦକ୍ଷତା ଆବଶ୍ୟକ, ଆର୍ଥିକ ସାକ୍ଷରତା ଆବଶ୍ୟକ, ନିଷ୍ପତ୍ତି ନେବାର ଶକ୍ତି ଆବଶ୍ୟକ, ଟିମ୍ ଗଢ଼ିବାର ଶକ୍ତି ଆବଶ୍ୟକ, ବ୍ରାଣ୍ଡିଂ ଏବଂ ବହୁତ କିଛି ଜ୍ଞାନ ଆବଶ୍ୟକ। କେମିତି ସେଲ୍ କରିବେ ତାର ଜ୍ଞାନ ମଧ୍ୟ ଆବଶ୍ୟକ। ସିଷ୍ଟମ ବିଲିଂ ଓ ପ୍ରୋସେସିଂ ବିଲିଂର ଜ୍ଞାନ ଆବଶ୍ୟକ। ଏସବୁ ନିମନ୍ତେ ମୌଳିକ ଜ୍ଞାନ ଦରକାର। ଆପଣ ଶିଖିବାକୁ ପ୍ରସ୍ତୁତ ଥିବା ଦରକାର। ଯଦି ଆପଣ ଶିଖିବାକୁ ଚାହୁଁଛନ୍ତି କିପରି ଆପଣ ବଡ଼ ବ୍ୟବସାୟ କରିବେ, ସେଥିପାଇଁ ୟୁଟ୍ୟୁବ ଚ୍ୟାନେଲରେ ବହୁତ ପ୍ରକାର ସ୍କିଲ୍ ଅଛି ଶିଖିବା ପାଇଁ। ଏଥିପାଇଁ କ୍ଲାସ୍ କରିବାକୁ ପଡ଼ିବ ଏବଂ ସେହି କ୍ଲାସ୍ ଗୁଡ଼ିକ ମୁକ୍ତ ନଥାଏ, ସବୁ ପଇସା ଦେଇକି କରିବାକୁ ପଡ଼େ। ଘରର ଇଣ୍ଟେରିୟର ଡିଜାଇନ୍ ପାଇଁ ମୁଖ୍ୟ ହେଉଛି ପଇସା। ସବୁ ପାଇଁ ଖର୍ଚ୍ଚ ଦରକାର। ଟେବୁଲ ପାଇଁ ବି ଖର୍ଚ୍ଚ ଦରକାର। ଟେବୁଲ ମୁକ୍ତ ନଥାଏ, କୌଣସି ଜିନିଷ ମୁକ୍ତ ନଥାଏ। ଡ୍ରେସ୍ ହଉ, ଜୋତା ହଉ, ସବୁ ପଇସା ଦେଇକି ଆଣିହେବ। ତେବେ ଜ୍ଞାନ କାହିଁକି ମୁକ୍ତ ଚାହୁଁଛନ୍ତି? ଯେଉଁ ଶିକ୍ଷା ଦ୍ୱାରା ଆପଣ 100 କୋଟି ଟଙ୍କାର ବ୍ୟବସାୟ କରିପାରିବେ, ସେଥିପାଇଁ ଆପଣ ଅର୍ଥ ବ୍ୟୟ କରିବାକୁ କାହିଁକି ଅସୀମିତ କରୁଛନ୍ତି? କାରଣ ଆପଣମାନେ ଭାବୁଛନ୍ତି ପଇସା ପ୍ରଥମେ ଆସିବ, ବୁଦ୍ଧି ପରେ, କିନ୍ତୁ ଏହା ଭୁଲ। ଆଦିକାଳ ଠାରୁ ସତ୍ୟ ହେଉଛି ପ୍ରଥମେ ବୁଦ୍ଧି, ତାପରେ ପଇସା। ଆପଣ ଭବିଷ୍ୟତରେ ଯାହା ବି କରିବାକୁ ଚାହୁଁଛନ୍ତି, ସେଥିପାଇଁ ପଇସା ଖର୍ଚ୍ଚ କରି କ୍ଲାସ୍ କରନ୍ତୁ।
ଯେକୌଣସି डिग्री ପାଇଁ ମଧ୍ୟ ଆପଣ କ୍ଲାस କରୁଛନ୍ତି, ତାହେଲେ ଗୋଟେ ଗୋଟେ ସ୍କିଲ୍ ଶିଖିବା ପାଇଁ ଆପଣ କାହିଁକି କ୍ଲାସ ନ କରିବେ? ପ୍ରତ୍ୟେକ ଜିନିଷ ଶିଖିବା ପାଇଁ ଆପଣଙ୍କୁ ପଇସା ଖର୍ଚ୍ଚ କରିବାକୁ ପଡିବ। ଯେତେବେଳେ ଆପଣଙ୍କ ଜ୍ଞାନ ମାନେ ସରସ୍ୱତୀ ଶକ୍ତିଶାଳୀ ହେବେ, ସେତେବେଳେ ଆପଣଙ୍କର ଜୀବନରେ ଶକ୍ତି ମାନେ ଦୁର୍ଗା ଆସିଯିବେ। ଆପଣ ଶକ୍ତିଶାଳୀ ହେବେ, ଲୋକେ ଆପଣଙ୍କ ଉପରେ ବିଶ୍ୱାସ କରିବେ। ଆପଣଙ୍କର କଷ୍ଟମର, ସପ୍ଲାୟର ସମସ୍ତେ ଆପଣଙ୍କୁ ଭରସା କରିବେ। ପ୍ରତ୍ୟେକ ବ୍ୟବସାୟୀ, ପ୍ରତ୍ୟେକ ଛାତ୍ର, ପ୍ରତ୍ୟେକ ଘରଣୀ ଯେଉଁମାନେ ଏଇ କଥା ଶୁଣୁଛନ୍ତି, ମନରେ ରଖନ୍ତୁ, ବିନା ସରସ୍ୱତୀରେ ଶକ୍ତି ଆପଣଙ୍କ ଜୀବନରେ କେବେ ବି ଆସିବନି ଏବଂ ବିନା ସରସ୍ୱତୀରେ ଆପଣଙ୍କ ଜୀବନରେ କେବଳ ଦୁଃଖ ହିଁ ଆସିବ। ଅନେକ ଘରଣୀ ମାନେ ମୋ ପାଖକୁ ଆସନ୍ତି ଏବଂ କୁହନ୍ତି, ମ୍ୟାଡାମ ମୁଁ ସକାଳ 5ଟାରୁ ଉଠୁଛି, ରୋଷେଇ କରୁଛି, ସଫାସଫି କରୁଛି, ବାସନ ମାଜୁଛି, ଛୁଆମାନଙ୍କୁ ଖାଇବା ଦେଇ ଟିଫିନ ଦେଇ ତାଙ୍କୁ ସ୍କୁଲ ପଠଉଛି, ସମସ୍ତଙ୍କର ସବୁ କାମ କରୁଛି, ସ୍ୱାମୀଙ୍କୁ ଟିଫିନ ଦଉଛି, ତାଙ୍କ ଡ୍ରେସ ଆଇରନ୍ ଦଉଛି, ଶାଶୁ ଶ୍ୱଶୁରଙ୍କର ସେବା କରୁଛି, ଯେତକ ସବୁ କୁଣିଆ ଆସୁଛନ୍ତି ତାଙ୍କ ପାଇଁ ରୋଷେଇ କରୁଛି, ଦିନରେ ପ୍ରତ୍ୟେକ ସମୟରେ କାମ କରୁଛି, ଯିଏ ଯୋଉ ଟାଇମରେ ଯାହା ମାଗୁଛନ୍ତି ସବୁ ଦଉଛି, ହେଲେ ମତେ କେହି ଖୁସିରେ ଧନ୍ୟବାଦ ଦଉନାହାନ୍ତି। କେହି କହନ୍ତି ଖାଦ୍ୟରେ ଲୁଣ ଅଧିକା ହେଇଗଲା, କିଏ କହନ୍ତି ଖାଦ୍ୟ ପୋଡି ଯାଇଛି, ବେଳେ ବେଳେ କହିଦିଅନ୍ତି ତୁମକୁ କାହିଁକି କିଛି ଆସୁନାହିଁ, ତମେ ଦିନ ସାରା କଣ କରୁଛ? ମୁଁ ସେମାନଙ୍କୁ କହେ, ଏହିପରି ବ୍ୟବହାର ତୁମକୁ ସହିବାକୁ ପଡିବ। ଯଦି ତୁମେ ତୁମର ସରସ୍ୱତୀଙ୍କୁ ବା ବୁଦ୍ଧିକୁ ବିକାଶ କରିନଥିବ, ଯଦି ତୁମେ ତୁମ ଦକ୍ଷତା ବଢାଇନାହ, ନୂଆ କିଛି ଶିଖିନାହ, ତୁମର ଆଟିଟ୍ୟୁଡ ମଜବୁତ କରିନାହ, ତେବେ ଏଇଭଳି ଆପଣଙ୍କୁ ସମସ୍ତ କଥା ସହିବାକୁ ପଡିବ। ଯିଏ ରୋଜଗାର କରୁଛି ସେଠି ତମକୁ ଏମିତି ଶୁଣିବାକୁ ପଡିବ। ଆପଣଙ୍କ ସ୍ୱାମୀ ତ ଇନକମ କରୁଛନ୍ତି, ସେଥିପାଇଁ ସେ ଆପଣଙ୍କୁ କହିଦଉଛନ୍ତି। ସେମାନେ ଭାବନ୍ତି ତୁମେ କିଛି ଅଲଗା କରୁନାହ, ଘରର କାମ ତ ସମସ୍ତ ଘରର ମହିଳା ମାନେ କରୁଛନ୍ତି, ଯଦି ତୁମେ ଆତ୍ମସମ୍ମାନ ଚାହୁଁଛ ବା କିଛି ମାନେ ଆଶା କରୁଛ, ତାହେଲେ ଆପଣଙ୍କୁ ପ୍ରଥମେ ସରସ୍ୱତୀଙ୍କୁ ବିକାଶ କରିବାକୁ ପଡିବ ବା ଆପଣଙ୍କୁ ନିଜର ସ୍କିଲ୍ ବଢେଇବାକୁ ପଡିବ, କିଛି ଜ୍ଞାନ ଶିଖିବାକୁ ପଡିବ। ଧୀରେ ଧୀରେ ଯଦି ତୁମେ ଜ୍ଞାନ ବଢାଅ, ଦକ୍ଷତା ବଢାଅ ଏବଂ ଭିଜନ ବଢାଅ, ତେବେ ତୁମେ ଘରର କାମ ସହିତ ସହଜରେ 20,000, 30,000 କି 40,000 ଇନକମ କରିପାରିବ। ପରେ ତୁମେ 2,000 ଟଙ୍କା ଦେଇ ଘରରେ ଏକ ହେଲ୍ପର ରଖିପାରିବ। ଏହାର ଫଳରେ ତୁମେ ସ୍ୱତନ୍ତ୍ର ହୋଇପାରିବ ଏବଂ ଆଉ ବଡ ବଡ ଲକ୍ଷ୍ୟ ପାଇଁ ନିଜକୁ ଆହୁରି ଜ୍ଞାନ ଦେଇପାରିବ ଏବଂ ନିଜର ସ୍କିଲ୍ ପାୱାରକୁ ବଢେଇ ପାରିବ। କାରଣ ଘରେ ବି ଯେତେ ବି ସବୁ ଯେକୌଣସି ଘରରେ ସ୍ତ୍ରୀ ଲୋକ ଅଛନ୍ତି, ସେମାନେ ସମସ୍ତେ ରୋଷେଇ କରନ୍ତି, ସମସ୍ତେ ତ ସେଇ ଗୋଟିଏ କାମ କରନ୍ତି ନା, ତେଣୁ ଆପଣଙ୍କୁ କାହିଁକି କିଏ ଭଲ କହିବ? ତେଣୁ ଆପଣ କିଛି ଅଲଗା କଲେ ତ ଆପଣଙ୍କୁ କିଏ ଭଲ କହିବ? ଯେତେବେଳେ ତୁମେ ତୁମ ସରସ୍ୱତୀ ବୃଦ୍ଧି ପାଇବ, ତୁମର ଶକ୍ତି ବଢିବ, ଯେତେ ଶକ୍ତି ବଢିବ ସେତେ ଲକ୍ଷ୍ମୀ ଆସିବେ। ସମସ୍ତ ଦେବୀ ମାନଙ୍କ ମଧ୍ୟରେ ଆଗରେ ହଉଛନ୍ତି ସରସ୍ୱତୀ, ସରସ୍ୱତୀଙ୍କ ପରେ ଦୁର୍ଗା ଏବଂ ଦୁର୍ଗାଙ୍କ ପରେ ଲକ୍ଷ୍ମୀ ଆସିବେ। ତେଣୁ ଜୀବନରେ ଯେକୌଣସି ବି ବ୍ୟକ୍ତି ମାନେ ବଡ ବଡ ପୋଜିସନରେ ଅଛନ୍ତି, ସେମାନେ ପ୍ରଥମେ ସରସ୍ୱତୀଙ୍କୁ ବଢାନ୍ତି, ଅର୍ଥାତ୍ ସବୁବେଳେ ଜ୍ଞାନ ଆହରଣ କରନ୍ତି। ପ୍ରତ୍ୟେକ ଜିନିଷ ପାଇଁ ସମ୍ପୂର୍ଣ୍ଣ ଭଲ ଜ୍ଞାନ ଦରକାର। ଯାହା ବି ଆପଣ ପାଇବାକୁ ଚାହୁଁଛନ୍ତି ଜୀବନରେ, ସେଥିପାଇଁ ବହୁତ ଜ୍ଞାନ ଦରକାର। ଆପଣ ଯଦି ବିଜନେସ କରିବାକୁ ଚାହୁଁଛନ୍ତି, ସେଥିପାଇଁ ବି ଜ୍ଞାନ ଦରକାର। କେମିତି ଆପଣ ସେଲ କରିବେ, କେମିତି କଷ୍ଟମରକୁ ସହିତ ଡିଲ୍ କରିବେ, ବହୁତ ଜିନିଷ ଶିଖିବାର ଅଛି। ଯଦି ଜୀବନରେ ସଫଳତା ଆଣିବାକୁ ଚାହୁଁଛନ୍ତି, ପ୍ରଥମେ ସରସ୍ୱତୀକୁ ବଢାନ୍ତୁ। ସରସ୍ୱତୀ ବଢିଲେ ହିଁ ଆପଣଙ୍କ ପାଖକୁ ଶକ୍ତି ଆସିବ ଏବଂ ଶକ୍ତି ଆସିଲେ ଆପଣଙ୍କ ପାଖକୁ ଧନ ଆସିବ। ତେବେ କହିଦିଅନ୍ତୁ, ସରସ୍ୱତୀ ମାତା କି ଜୟ, ଜୟ ସିଆରାମ। ଯଦି ଆପଣଙ୍କୁ ମୋ ଭିଡିଓଟି ଭଲ ଲାଗିଥିବ, ଲାଇକ୍, ସେୟାର, କମେଣ୍ଟ କରନ୍ତୁ ଏବଂ ଏହି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। এই পর্যন্ত ভিডিওটি ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।